ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ୍ ଖବର। ଦେଖନ୍ତୁ, ଜୁଲାଇ ମାସର ପାଠ୍ୟଟିକା ଗୁଡ଼ିକ କିଭଳି ଭାବରେ ଲେଖିବେ ତାର ଏକ ନମୁନା ଦେଖନ୍ତୁ। ଆପଣମାନେ ଆସିଯାଇଛି। ଆପଣମାନେ ଜୁଲାଇ 8 ତାରିଖ ପାଇଁ ଶିଶୁ ବାଟିକାର ଦେଖନ୍ତୁ। ଆପଣଙ୍କର କ'ଣ ରହିଛି ବିଷୟ ପ୍ରସଙ୍ଗ। ଆପଣଙ୍କର ଦେଖନ୍ତୁ ଶାରୀରିକ ବିକାଶରେ ଦେଖନ୍ତୁ 22 ନମ୍ବର ଶିଶୁର ଶାରୀରିକ ବିକାଶ। ଏଲୋ ଦେଖନ୍ତୁ ବିଭିନ୍ନ ଖାଦ୍ୟ ଶ୍ରେଣୀରୁ ଖାଦ୍ୟ ଚିହ୍ନଟ କରିବା ଓ ଖାଦ୍ୟର ଉପଯୁକ୍ତ ବିଭାଗକୁ ଜାଣିବା। ଶିକ୍ଷକଙ୍କର କାର୍ଯ୍ୟ ଦେଖନ୍ତୁ। ଶିକ୍ଷଣ କାର୍ଯ୍ୟରେ ପ୍ରଥମେ ସବୁ ଖାଦ୍ୟର ନାମ ପିଲା ପଚାରିବେ। ଶିକ୍ଷକ ପଚାରିବେ, ଶିକ୍ଷାର୍ଥୀ ନାମ କହିବେ, ଶିକ୍ଷକ ସହଯୋଗ କରିବେ। କେଉଁଟି ସ୍ୱାସ୍ଥ୍ୟକର ଖାଦ୍ୟ ତା ଚାରିପଟ ଗୋଲ ବୁଲେଇବେ। ଦେଖନ୍ତୁ କାର୍ଯ୍ୟ ଫର୍ଦ୍ଦରେ ତାହା ଅଛି। ଶିଶୁ ବାଟିକା ତ କାର୍ଯ୍ୟ ଫର୍ଦ୍ଦଟି ଦେଖନ୍ତୁ। ସେହିଭଳି ଶିକ୍ଷଣ ସାମଗ୍ରୀରେ ଆପଣ ଶିଶୁ ବାଟିକା କାର୍ଯ୍ୟ ଫର୍ଦ୍ଦ 12 ନେବେ। ଚିତ୍ର ଓ ଚିତ୍ର ପଠନ ଅଛି। ତେଣୁ ବିଶେଷ ମନ୍ତବ୍ୟରେ ବହୁ ଶ୍ରେଣୀ ପରିଚାଳନା ମୂଲ୍ୟାୟନ ଦେଖନ୍ତୁ। କେଉଁ ଖାଦ୍ୟ ଭଲ, କେଉଁ ଖାଦ୍ୟ ଭଲ ନୁହେଁ ତାହା ପଚାରିବା। ସେହିଭଳି ଦେଖନ୍ତୁ ଜୁଲାଇ ମାସ ପ୍ରଥମ ଶ୍ରେଣୀର ବିଦ୍ୟା ପ୍ରବେଶରେ ଆପଣଙ୍କର ବାଡ଼ି ବଗିଚା ଅଛି, ଯାହାକି କାର୍ଯ୍ୟ ଫର୍ଦ୍ଦ 12 ଦେଖନ୍ତୁ। ବିକାଶାତ୍ମକ ଲକ୍ଷ୍ୟ 3 ସେଇଟା ଆପଣ ସେଥିରେ ଆକାର ଆକୃତି ବିଷୟରେ ଜାଣିବେ। ଦେଖନ୍ତୁ ଶିକ୍ଷଣ କାର୍ଯ୍ୟରେ ଶିକ୍ଷକ ପ୍ରଥମେ କାର୍ଯ୍ୟ ଫର୍ଦ୍ଦ 17କୁ ଦେଖାଇବେ। ସେଥିରେ କ'ଣ କ'ଣ ଅଛି ଜଣାଇବେ। କେଉଁଟି ଅଲଗା ତାକୁ ବାଛି ଶିକ୍ଷାର୍ଥୀକୁ ଜଣାଇବା ଏବଂ ସବୁ ଅଲଗା ଟିକିରେ ଗୋଲ ବୁଲେଇବେ। ସେହିଭଳି ଶିକ୍ଷଣ ସାମଗ୍ରୀ ହେଉଛି ବିଦ୍ୟା ପ୍ରବେଶ ବହି, କାର୍ଯ୍ୟ ଫର୍ଦ୍ଦ ଆପଣଙ୍କର ଅଛି, ଚିତ୍ର ପଠନ ଅଛି। ସେହିଭଳି ଆପଣଙ୍କର ବିଶେଷ ମନ୍ତବ୍ୟର ବହୁ ଶ୍ରେଣୀ ଏଇଟା ପରିଚାଳନା ଏବଂ ମୂଲ୍ୟାୟନ ଦେଖନ୍ତୁ କରାଯାଇଛି। କେଉଁଟି ଆପଣଙ୍କର ଅଲଗା ଗୋଲ ବୁଲ। ସେହିଭଳି ଚାଲନ୍ତୁ ଦ୍ୱିତୀୟ ଶ୍ରେଣୀର ଭାଷା ବିଷୟରେ ଦେଖନ୍ତୁ। ଜୁଲାଇ ମାସରେ ଅଛି ଆପଣ ଚାଲ ଆମେ ଘର କରିବା। ତା ପୂର୍ବରୁ ଆପଣମାନେ ଭାଷା ବିକାଶ ପାଇଁ କବିତା ଆବୃତ୍ତି କରିବେ। କୁନା କୁନି ସେହି କବିତାଟି ଆପଣମାନେ ନିଜ ବୋଲିବ ପିଲାଙ୍କୁ ଶୁଣାଇବେ। ଫଳରେ ଆପଣମାନେ କବିତାଟି ସେମାନେ ଶୁଣି ଆକ୍ଟିଭ ହେବେ ବା ସକ୍ରିୟାତ୍ମକ ହେବେ। ପରେ ଆପଣମାନେ ଚାଲ ଆମେ ଘର କରିବା ଶିକ୍ଷକ ପ୍ରତ୍ୟାଶିତ ଫଳାଫଳ ଦେଖନ୍ତୁ। ଆଦର୍ଶ ପଠନ ଶିକ୍ଷଣ କାର୍ଯ୍ୟରେ ଶିକ୍ଷକ ପ୍ରଥମେ ଉଚ୍ଚ ପଠନ କରିବେ। ଠିକ୍ ଶବ୍ଦ ଗୁଡ଼ିକ ଗୁରୁତ୍ୱ ଦେବେ। ଶିକ୍ଷାର୍ଥୀ ଗୁଡ଼ିକ ମାର୍ଗଦର୍ଶନ ପଠନ କରିବେ ଏବଂ ସାରାଂଶ ମଧ୍ୟ ଶିକ୍ଷକ କହିବେ। ଏଥିରେ ଶିକ୍ଷଣ ସାମଗ୍ରୀ, ପାଠ୍ୟପୁସ୍ତକ, ଚିତ୍ର ଦରକାର। ବହୁ ଶ୍ରେଣୀ ପରିଚାଳନା ମଧ୍ୟ ଏହା ହୋଇଥାଏ। ସେଭଳି ଡିକୋଡିଂରେ କାର୍ଯ୍ୟ ପୁସ୍ତିକା ଆପଣଙ୍କର 13 ଦେବେ, ଯେଉଁଥିରେ ଆକାର, ଐକାର, ଦୀର୍ଘ ଈକାର ଅଛି। କାର୍ଯ୍ୟ ଫର୍ଦ୍ଦ 13 ଶିକ୍ଷକ ଆଦର୍ଶ ପଠନ ମାର୍ଗଦର୍ଶନ ପଠନ କରିବେ। କାର୍ଯ୍ୟ ଫର୍ଦ୍ଦ 13 ପିଲାମାନେ ଲେଖିବେ, ଯେଉଁଥିରେ ବିଶେଷ ମନ୍ତବ୍ୟ, ବହୁ ଶ୍ରେଣୀ ଏବଂ ମୂଲ୍ୟାୟନ ଆପଣମାନେ କରିବେ। ଯେଉଁ ଶବ୍ଦ ଗୁଡ଼ିକର ମାତ୍ରା ଫଳା ଲେଖନ ପ୍ରଣାଳୀ କରିବେ। ଭାଷା ଆପଣଙ୍କର 40 ମିନିଟ୍ ସରିଲା ପରେ 120 ମିନିଟ୍ ସରିଲା ପରେ ସେଭଳି ଗଣିତ ଦେଖନ୍ତୁ ଅଛି। ପାଠ 4 ଦଳ ଦଳ କରି ଗଣିବା, ଯାହାକି ଜୁଲାଇ ସିଲାବସ୍ ଅନ୍ତର୍ଗତ। ତେଣୁ ଆପଣମାନେ 3 ଦିନ କରି 4 କରି ପ୍ରତ୍ୟାଶିତ ଫଳାଫଳ କେମିତି ଗଣିବେ। ତାପରେ ଆପଣ ଶିକ୍ଷଣ କାର୍ଯ୍ୟ ଜଣକୁ 10 କରି ଗଣିବା। ତାପରେ ଆପଣଙ୍କର ଯାଦୁଗପ ଅଛି। ଆପଣ ଜିକେ ଗଣିତ କଳିକାର ସଂଖ୍ୟାମାଳି ନେଇ ଆପଣ 2 2 3 3 4ରେ କ୍ଲିପ୍ କରିପାରିକି ପିଲାଙ୍କୁ ଗଣାଇବେ। ସେହିଭଳି କାର୍ଯ୍ୟ ଫର୍ଦ୍ଦ ଆପଣଙ୍କର ସପ୍ତାହ ଦେଖନ୍ତୁ। 5 ଅଛି। 2ଟି ଚିତ୍ରପଟ, ଗୋଟେ ଗୋଲ ବୁଲେଇବା। ଦେଖନ୍ତୁ ବହି ଅଛି ଆପଣଙ୍କର ଗୋଲ ବୁଲେଇବା। 2ଟି 2ଟି 3ଟି 3ଟି 4ଟି 4ଟି 5ଟି 5ଟି 10ଟି କରି ଦଳ ଦଳ କରି ଆପଣମାନେ
ଗଣିବେ, ଯାହାକି ସଂଖ୍ୟାମାଳୀ ବ୍ୟବହାର କରିବେ ଶିକ୍ଷଣ ସାମଗ୍ରୀ ଏବଂ ଆପଣ ମୂଲ୍ୟାୟନରେ ପଚାରିବେ 2 2 କରି ଗଣ, 3 3 କରି ଗଣ। ଏହିଭଳି ଭାବରେ ଦଳ ଦଳ କରି ଗଣିବେ ଏବଂ ଆପଣଙ୍କର ଶେଷ 30 ମିନିଟ୍ ଦେଖନ୍ତୁ ଆପଣଙ୍କର ପିରିୟଡ଼ 30 ମିନିଟ୍ ଆପଣଙ୍କର କାର୍ଯ୍ୟ ହେଉଛି ବିଷୟ ପ୍ରସଙ୍ଗରେ ସଂଖ୍ୟାମାଳୀ। ସେହିଭଳି ଆପଣଙ୍କର ପ୍ରତ୍ୟାଶିତ ଫଳାଫଳ 2 3 5 5 କରି ଗଣିବା। ଦେଖନ୍ତୁ ଶିକ୍ଷଣ କାର୍ଯ୍ୟରେ ସଂଖ୍ୟାମାଳୀ ନେଇ ପିଲାଙ୍କୁ 2 3 4 5 10 10 କରି ଗଣିବା ଶିଖେଇବା। ସେହିଭଳି ଶିକ୍ଷଣ ସାମଗ୍ରୀରେ ଆପଣ ସଂଖ୍ୟାମାଳୀ ଜିକେ କିଡ୍ସର ନେଲେ ଏବଂ ବିଶେଷ ମନ୍ତବ୍ୟ ହେଉଛି ଆପଣଙ୍କର ବହୁଶ୍ରେଣୀ ମୂଲ୍ୟାୟନ ହେଉଛି ଆପଣଙ୍କର ଦେଖନ୍ତୁ ସଂଖ୍ୟାମାଳୀରେ 2 2 କରି ଗଣ, 3 3 କରି ଗଣ, 4 4 କରି ଗଣ, 5 5 କରି ସଂଖ୍ୟାମାଳୀରେ କ୍ଲିପ୍ ମାରି ଦେଖାଅ। ଏହିଭଳି ପ୍ରଶ୍ନ ପଚାରିବା। ତେଣୁ ଏହିଭଳି ଆପଣଙ୍କର ଜୁଲାଇ ମାସରେ ଆପଣଙ୍କର ହେବ ପାଠ୍ୟ ଟୀକା।